ଆଉ ତୁମେ ଅନ୍ଧକାରରେ ରହିବ ନାହିଁ। ସେ ଯାହା ବି ହଉ ତୁମେ ବଞ୍ଚିବା ଶିଖିଗଲ। ତୁମେ ଅନ୍ଧକାରରୁ ଆଲୋକ କିପରି ଯିବ ତାହା ତୁମେ ଶିଖିଗଲ। ତୁମ ମସ୍ତକ ଉପରେ, ତୁମ ମୁଣ୍ଡ ଉପରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ହାତ ଅଛି, ଆଶୀର୍ବାଦ ଅଛି। ସେହି ଆଶୀର୍ବାଦ ମାଧ୍ୟମରେ ତୁମେ ଅନେକ କିଛି ପରିବର୍ତ୍ତନ ନିଜ ପାଇଁ, ନିଜ ପରିବାର ପାଇଁ ଆଣିପାରିବ। ଯଦି ବିଶ୍ୱାସ ଅଛି ତାହେଲେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନିଶ୍ଚିତ ଭାବେ ତୁମେ ବ୍ଲେସିଂରେ ପରିପୂର୍ଣ୍ଣ ହେବ। ତୁମେ ସମ୍ପୂର୍ଣ୍ଣ ରୂପେ ତୁମ ଜୀବନର ଗତିପଥକୁ ବଦଳାଇ ପାରିବ। ତୁମେ ଆଉ ଅନ୍ଧାରରେ ରହିବ ନାହିଁ। ତୁମେ ଆଉ ଅନ୍ଧାରରେ ରହିବ ନାହିଁ ଏବଂ ଆଲୋକ ତୁମ ଜୀବନକୁ ଅନ୍ଧାର କରିବାକୁ ଦେବ ନାହିଁ। ତୁମେ ଯାହା ବି କର ତାହା ଭିତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଶୀର୍ବାଦ ଅଛି। ତୁମ ସହିତ ଅଛି ତାଙ୍କର ଆଶୀର୍ବାଦ, ତାଙ୍କର ଭଲ ପାଇବାଟା। ତାଙ୍କ ପବିତ୍ର ବାକ୍ୟ ଗୁଡ଼ିକ ତୁମ ଭିତରେ ଅଛି। ସେହି ବାକ୍ୟ ଗୁଡ଼ିକକୁ ତୁମେ ଅନ୍ୟମାନଙ୍କୁ ଶୁଣାଅ, କୁହ ଏବଂ ନିଜେ ତାକୁ ନିଜ ଜୀବନରେ କାର୍ଯ୍ୟକାରୀ କର। ତୁମେ ଆଉ ଅନ୍ଧାରରେ ରହିବନି, କାହିଁକି ନା ତୁମେ ଅନ୍ଧାରର କଷ୍ଟକୁ ଅନୁଭବ କରିଛ। ତୁମେ ଜାଣିନଥିଲ ଅନ୍ଧାର କ'ଣ ଅଛି, ତୁମ ଜୀବନରେ କିପରି ଆସିଲା, କିନ୍ତୁ ତାହା ଅନ୍ୟମାନଙ୍କ ଦ୍ୱାରା ଥିଲା। କିନ୍ତୁ ବର୍ତ୍ତମାନ ତୁମେ ଅନ୍ଧାରରୁ ଆଲୋକକୁ ଯିବାର ବାଟ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମକୁ ଦେଖେଇଛନ୍ତି, ତୁମକୁ କଢ଼େଇଛନ୍ତି। ତୁମକୁ ଅନ୍ଧାରରୁ ଆଲୋକ ଯିବାର ବାଟ ସେ ଦେଖେଇଲେ। ତୁମେ କେବେ ବି ଅନ୍ଧାରର ବ୍ୟକ୍ତି ନୁହେଁ, ତୁମେ ଆଲୋର ବ୍ୟକ୍ତି। ତୁମେ ଆଲୋର ବ୍ୟକ୍ତି। ତୁମେ ପବିତ୍ର ଆତ୍ମା ଶକ୍ତି ମାଧ୍ୟମରେ ନିଜକୁ ନିୟନ୍ତ୍ରଣ କରିବାର ଶିଖିଗଲ। ଏହା ତୁମ ଜୀବନ ପାଇଁ ବହୁତ ବଡ଼ ଉପଲବ୍ଧି। ଏହା ତୁମ ଜୀବନ ପାଇଁ ବହୁତ ବଡ଼ ଉପଲବ୍ଧି, ଯାହା ତୁମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ଏକ ନୂଆ ଦିଗ ଦର୍ଶନ କରିବ। ତୁମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବାକ୍ୟ ଗୁଡ଼ିକ ନିଜ ଭିତରେ ଏବଂ ନିଜ ପରିବାରରେ କିପରି ସମସ୍ତେ ବୁଝିପାରିବେ ତାହା ତୁମେ ଶିଖେଇବ। ତାହା ସମ୍ପୂର୍ଣ୍ଣ ରୂପେ ବହୁତ ବଡ଼ ଜ୍ଞାନ। ପବିତ୍ର ବାକ୍ୟ ଆଜି ଏତେ ତୁମକୁ ସ୍ପର୍ଶ କରିଅଛି ଯାହା ତୁମେ କେବେ ବି ଅନୁଭବ କରିନଥିଲ। ଆପଣମାନଙ୍କୁ ଯଦି ଏହି ଛୋଟିଆ ସର୍ଟସ୍ ଭଲ ଲାଗିଲା, ନିଶ୍ଚିତ ଭାବରେ ଆପଣମାନେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଗୋଟିଏ କରନ୍ତୁ, ଅଧିକ କରନ୍ତୁନି। ଥ୍ୟାଙ୍କ ୟୁ ସୋ ମଚ୍।